ସାଙ୍ଗମାନେ ବର୍ତ୍ତମାନ ଆଜିର ଭିଡ଼ିଓରେ ଜାଣିବା କି ଚତୁର ହେବାର 5ଟି ଲକ୍ଷଣ କ'ଣ କ'ଣ। ତା ପୂର୍ବରୁ ମୁଁ ଆପଣଙ୍କୁ ବାସ୍ ଗୋଟିଏ କଥା କହି ରଖୁଛି, ଯଦି ଆପଣ ଜୀବନରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ନିଜର ପରିଶ୍ରମ ଉପରେ ଧ୍ୟାନ ରଖନ୍ତୁ, ଲୋକଙ୍କ କଥା ଉପରେ କେବେ ବି ନୁହେଁ। କାରଣ ଏହି ସଂସାରରେ ସରଳ ଏବଂ ନିଷ୍କପଟ ବ୍ୟକ୍ତିଙ୍କ ପାଇଁ କିଛି ବି କାମ ନଥାଏ। ବାସ୍ ସେମାନଙ୍କୁ ଖାଲି ଘୃଣା, ନିନ୍ଦା ଏବଂ ଅପମାନ ହିଁ ମିଳିଥାଏ। ଯଦି ଆପଣ ସବୁଦିନ ପାଇଁ ନିଷ୍କପଟ ହୋଇ ରହିବେ ତେବେ ଏହି ଦୁନିଆ ଆପଣଙ୍କଠାରୁ ସବୁଦିନ ପାଇଁ ସଫଳତା ନେଇକି ଚାଲିଯିବ, ଯାହାଫଳରେ ଆପଣ ଭବିଷ୍ୟତରେ କିଛି ବି ଉନ୍ନତି କରିପାରିବେ ନାହିଁ। ଆପଣ ଏହି ଦୁନିଆରେ ଯେତେ ଦୟାଳୁ ହେବେ ନା, ଲୋକମାନେ ଆପଣଙ୍କୁ ସେତେ ଶସ୍ତା ଭାବି ନେବେ, ଯାହାଫଳରେ ସେମାନେ ଆପଣଙ୍କ ଉପରେ ବହୁତ ଅନ୍ୟାୟ ଏବଂ ଅତ୍ୟାଚାର ମଧ୍ୟ କରିବାକୁ ଲାଗିବେ। ତ ସାଙ୍ଗମାନେ ଆଉ ଡେରି ନ କରି ଚାଲନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା ଯେ ଚତୁର ହେବାର 5ଟି ଶିକ୍ଷା କ'ଣ କ'ଣ। ନିୟମ ନମ୍ବର 1, ଏହି ଦୁନିଆରେ କୌଣସି ବ୍ୟକ୍ତିଙ୍କୁ ବି ନିଜର ଦୁର୍ବଳତା ଦେଖାଅ ନାହିଁ। କାରଣ ଦିନେ ନା ଦିନେ ଏମିତି ବି ସମୟ ଆସିବ ଯାହାକି ଆପଣଙ୍କର ସରଳତାର ଦୁର୍ବଳତାକୁ ନେଇ ଲୋକମାନେ ଆପଣଙ୍କୁ ଫାଇଦା ଉଠାଇବାକୁ ଚେଷ୍ଟା କରିବେ ଏବଂ ସେହି ଫାଇଦାକୁ ନେଇ ସେମାନେ ଏମିତି ଜାଗାରେ ଚର୍ଚ୍ଚା କରିବେ ଯାହାଫଳରେ ଆପଣ କେବେ ହେଲେ ବି ଉନ୍ନତି କରିପାରିବେ ନାହିଁ। ତେଣୁ କାହାକୁ ବି ନିଜର ଦୁର୍ବଳତା ମଧ୍ୟ ଜଣାଅ ନାହିଁ। ଏହି ଦୁନିଆରେ ଦୁଇ ପ୍ରକାର ଲୋକ ଥାଆନ୍ତି, ଯିଏକି ନିଜର ଦୁର୍ବଳତାକୁ ନେଇ ଅଧିକ ଫାଇଦା ଉଠାଇବାକୁ ଚେଷ୍ଟା କରିଥାନ୍ତି। ଆଉ ଗୋଟିଏ ବ୍ୟକ୍ତି ଅଛି ଯିଏକି ନିଜର ଲକ୍ଷ୍ୟ ପଛରେ କେବଳ ସଫଳତା ପାଇଁ ହିଁ ଚେଷ୍ଟା କରିଥାଏ, ଯାହାଫଳରେ ସେ ଦିନେ ନା ଦିନେ ସଫଳତା ପାଇ ଉନ୍ନତି କରିଥାଏ। ଦୁନିଆରେ ଆପଣ ଯଦି 100% ଲୋକଙ୍କୁ ନିଜର ସମସ୍ୟା କହିବାକୁ ଲାଗିବେ ତେବେ ସେଥିରୁ କେବଳ 90% ଲୋକ ତୁମର ସମସ୍ୟାକୁ ହିଁ ଶୁଣିବେ, କେବେ ବି ବୁଝିବାକୁ ମଧ୍ୟ ଚେଷ୍ଟା କରିବେ ନାହିଁ। କେବଳ ସେମାନେ ତୁମର ଦୁର୍ବଳତାକୁ ନେଇ ପୁରା ଘୃଣା କରିବାକୁ ଲାଗିବେ ଆଉ ଦିନେ ନା ଦିନେ ତଳକୁ ମଧ୍ୟ ଖସାଇବାକୁ ଲାଗିବେ, ଯାହାଫଳରେ ଜଣେ ଉନ୍ନତି କରିପାରୁନଥିବା ବ୍ୟକ୍ତି ମଧ୍ୟ ତାର ଜୀବନରେ ଅଧିକ ପସ୍ତେଇବାକୁ ମଧ୍ୟ ଲାଗିଥାଏ। ତେଣୁ ଦୁନିଆରେ କାହାର ବି କଥା ଶୁଣିବା ଉଚିତ ନୁହେଁ। କେବଳ ନିଜର କର୍ମ କରି ଚାଲ, ଦେଖିବ ଫଳ ଦିନେ ନା ଦିନେ ନିଶ୍ଚୟ ମିଳିବ। ନମ୍ବର 2, ନିଜକୁ ସବୁବେଳେ ସମ୍ମାନ ହିଁ କରନ୍ତୁ, ନଚେତ୍ ଦୁନିଆ ସବୁବେଳେ ତମକୁ ଅସମ୍ମାନ କରିବାକୁ ଲାଗିବ, ଯାହାଫଳରେ ଆପଣ କୌଣସି ବି ଜାଗାରେ ମୁଣ୍ଡ ଟେକି ଚାଲିପାରିବେ ନାହିଁ। ଆପଣଙ୍କୁ ବହୁତ ଝଡ଼ଝଞ୍ଜା ମଧ୍ୟ ଦେଖିବାକୁ ମିଳିବ। ଯଦି ଆପଣ ନିଜକୁ କେବେ ହେଲେ ବି ସମ୍ମାନ ଦେଉନାହାନ୍ତି ତେବେ ଏହି ସମାଜ ଆପଣଙ୍କୁ ଗୋଟିଏ ଅଶିକ୍ଷିତ ବସ୍ତୁ ଭାବରେ ଗ୍ରହଣ କରିବାକୁ ଲାଗିବ, ଯାହାଫଳରେ ଆପଣ କୌଣସି ବି ଜାଗାରେ ମୁଣ୍ଡ ଟେକି ଚାଲିପାରିବେ ନାହିଁ ଏବଂ ଆପଣଙ୍କର ଜୀବନରେ
ଅନେକ ସମସ୍ୟାମାନ ଆସିଯିବ, ଯାହା ଫଳରେ ଆପଣ ତାକୁ ମୁକାବିଲା କରିବା ତ ଦୂରର କଥା, ଆପଣ ତାକୁ କୌଣସି ମୁହୂର୍ତ୍ତରେ ମଧ୍ୟ ଛୁଇଁବାକୁ ଦେଏ ନାହିଁ। ସାଙ୍ଗମାନେ, କହିବାକୁ ଗଲେ ଏହି ଦୁନିଆର ନୀତି ବହୁତ ବଡ଼ ଅଜବ ହୋଇଥାଏ। କାହିଁକି ନା ଏହି ଦୁନିଆ ଯାହାକୁ ଇମ୍ପୋର୍ଟାଣ୍ଟ ଦେଇଥାଏ, ସେହି ବ୍ୟକ୍ତିଙ୍କୁ ହିଁ ଏହି ଦୁନିଆ ସମ୍ମାନ ଦେବାକୁ ଚେଷ୍ଟା କରିଥାଏ। ତେଣୁ ସର୍ବଦା ନିଜ ଉପରେ ଭରସା ରଖନ୍ତୁ। କୌଣସି ଲୋକ ଉପରେ ଭରସା ରଖିବାଟା ଜମାରୁ ବି ଉଚିତ ନୁହେଁ। ସାଙ୍ଗମାନେ, ମୁଁ କହିବା କଥା ହେଲା କି ଯେତେବେଳେ ଏହି ଦୁନିଆ ଆପଣଙ୍କୁ ସମ୍ମାନ ଦେବ ବା ଆପଣ ତାକୁ ସମ୍ମାନ ଦେବେ, ସେତେବେଳେ ହିଁ ଏହି ଦୁନିଆ ଆପଣଙ୍କୁ ସମ୍ମାନ ଦେବ। ନଚେତ୍ ଆପଣ କେବେ ମଧ୍ୟ ସମ୍ମାନ ପାଇପାରିବେ ନାହିଁ। ତେଣୁ ସର୍ବଦା ନିଜ ଉପରେ ସମ୍ମାନ ଏବଂ ବିଶ୍ୱାସ ରଖନ୍ତୁ। ଯଦି ଆପଣ ଏହି ଦୁନିଆରେ ନିଜକୁ ଗୋଟିଏ ସାଧାରଣ ପଥର ବୋଲି ଭାବୁଛନ୍ତି, ତେବେ ଏହି ଦୁନିଆ ଆପଣଙ୍କରୁ ସବୁଦିନ ପାଇଁ ଲାତ ମାରି ଚାଲିଯିବ। ଆଉ ଯେତେବେଳେ ଆପଣ ନିଜକୁ ଗୋଟିଏ ହୀରା ପରି ଗଢ଼ି ତୋଳିବେ, ସେତେବେଳେ ଏହି ଦୁନିଆ ଆପଣଙ୍କୁ ସମ୍ମାନ ଦେବ ଏବଂ ବିଶ୍ୱାସର ସହିତ ଗ୍ରହଣ କରିବାକୁ ଚେଷ୍ଟା କରିବ। କେବେ କେବେ ନୀରବ ଶବ୍ଦ କହିବା ଆଉ କେବେ କେବେ ବଡ଼ ପାଟି କରି କହିବା, ଏହା ହିଁ ହେଉଛି ଗୋଟିଏ ସଫଳତାର ଚାବିକାଠି। ସାଙ୍ଗମାନେ, ସଫଳତାର ଆଉ ଗୋଟିଏ ମଧ୍ୟ ଚାବିକାଠି ହେଉଛି ଆପଣଙ୍କର ଜୀବନରେ ଯେତେ ବି ସୁଖ ଆସୁନା କାହିଁକି, ସେହି ଯନ୍ତ୍ରଣାକୁ ଆପଣ ଛାତିରେ ଧରି ଯଦି ହସି ପାରୁଛନ୍ତି, ତେବେ ବୁଝିଯାଆନ୍ତୁ ଆପଣ ଦିନେ ନା ଦିନେ ନିଶ୍ଚୟ ସକ୍ସେସ୍ ହେବେ ଏବଂ ଭଗବାନଙ୍କ ଆଶୀର୍ବାଦ ସବୁବେଳେ ତୁମ ଉପରେ ହିଁ ରହିଥାଏ। ତୃତୀୟରେ, ନକାରାତ୍ମକ ଶବ୍ଦକୁ କେବଳ ନିଜର ବୁଦ୍ଧି ଦ୍ୱାରା ହିଁ ହାସଲ କରନ୍ତୁ। ଯଦି କୌଣସି ବ୍ୟକ୍ତି ଦୁନିଆରେ ଆଗକୁ ବଢ଼ିବାକୁ ଯାଉଛି, ତେବେ ତାକୁ ଅଟକାଇବାକୁ ଅନେକ ଲୋକ ଚାଲି ଆସିଥାନ୍ତି, ଯାହା ଫଳରେ ସେ ଅଟକି ରହିଯାଇଥାଏ। କିନ୍ତୁ ତା'ର ଭଲ କର୍ମ ଏବଂ ତା ମନ ଭିତରେ ଥିବା ଭଲ ଭାଷା ଏବଂ ବୁଦ୍ଧିକୁ ଦେଖି ଭଗବାନ ତାକୁ କୌଣସି ନା କୌଣସି ପଥରେ ଚାଲି ଯାଇଥାନ୍ତି ଏବଂ ନକାରାତ୍ମକ ଶକ୍ତି ଥିବା ବ୍ୟକ୍ତି ତା'ର ଜୀବନରେ କେବେ ହେଲେ ବି ସଫଳତା ପାଇପାରେ ନାହିଁ, ଯାହା ଫଳରେ ସେ ଜୀବନ ସାରା ପସ୍ତାଇବାକୁ ଲାଗିଯାଏ ଏବଂ ତା'ର ଭବିଷ୍ୟତ ମଧ୍ୟ ଅନ୍ଧାର ହେବାକୁ ଲାଗିଥାଏ। ଚତୁର୍ଥରେ, ସବୁବେଳେ ଧୈର୍ଯ୍ୟ ରଖିବାକୁ ଚେଷ୍ଟା କରନ୍ତୁ, ନଚେତ୍ ଆପଣ ଅନେକ ସମସ୍ୟାର ସମାଧାନ ଭୋଗିବାକୁ ପାଇବେ। ସଫଳତା ଏମିତି ଏକ ଜିନିଷ ଯାହା ପାଇବାକୁ କଷ୍ଟକର ହୋଇଥାଏ। ତାକୁ ଧୈର୍ଯ୍ୟ ଧରି ଆମେ ଯଦି ଆଗେଇ ଚାଲିବା, ତାହେଲେ ଆମେ ଦିନେ ନା ଦିନେ ସକ୍ସେସ୍ ହେଇପାରିବା। ତ ସାଙ୍ଗମାନେ, ମୁଁ କହିବା କଥା ହେଲା, ସବୁ ଜିନିଷରେ ଧୈର୍ଯ୍ୟ ରଖନ୍ତୁ, କାରଣ ସମୟ ଏମିତି ଗୋଟିଏ ଜିନିଷ ଯାହାକି ଆଜି ଅଛି କାଲିକି ଚାଲିଯିବ। ତେଣୁ ସମୟ ହାତରେ ମନୁଷ୍ୟ ସବୁବେଳେ ବନ୍ଧା ହୋଇଥାଏ। ସମୟକୁ ଛାଡ଼ିଦେଲେ ମନୁଷ୍ୟ ସବୁବେଳେ ମୂଲ୍ୟହୀନ ହିଁ ହୋଇଥାଏ। ତେଣୁ କୌଣସି କାମ କରିବାକୁ ଗଲେ ସବୁବେଳେ
ଧୈର୍ଯ୍ୟର ସହ କରନ୍ତୁ। ଏମିତିକି ନୁହେଁ ମୁଁ ଏହି କାମଟି କରିପାରିବି ନାହିଁ, ମୋ ଦ୍ୱାରା ଏହି କାମଟି ସମ୍ଭବ ନୁହେଁ। ଏହା କହିଥିବା ଲୋକ ତାର ଜୀବନରେ ଅଧିକ ପସ୍ତାଇବାକୁ ଲାଗିଥାଏ, ଯାହା ଫଳରେ ସେ କିଛି ବି ଉନ୍ନତି କରିପାରିନଥାଏ। ସଫଳ ବ୍ୟକ୍ତି କେବଳ ସେ ହିଁ ହୋଇଥାଏ ଯିଏ କାମ କରିଚାଲେ ଏବଂ ତାର ଫଳକୁ ସବୁଦିନ ପାଇଁ ଅପେକ୍ଷା କରିଥାଏ, ଯାହା ଫଳରେ ତାର ସବୁ ଧୈର୍ଯ୍ୟର ପରିଣାମ ବାସ୍ ଗୋଟିଏ ଚୁଟକିରେ ହିଁ ପରିଣତ ହୋଇଯାଇଥାଏ। ତେଣୁ ସାଙ୍ଗମାନେ ସବୁବେଳେ ଧୈର୍ଯ୍ୟ ରଖି କାମ କରିଚାଲନ୍ତୁ। କାରଣ ସଫଳତା ହିଁ ହେଉଛି ଗୋଟିଏ ଧୈର୍ଯ୍ୟର ଚାବିକାଠି, ଯାହାକି ଗୋଟିଏ ସେକେଣ୍ଡରେ ନିଆଯାଇଥିବା ନିଷ୍ପତ୍ତିକୁ ମଧ୍ୟ ଏହି ଧୈର୍ଯ୍ୟ ଖଣ୍ଡନ କରିଦେଇଥାଏ। ତେଣୁ ସମୟ ଏମିତି ଜିନିଷ, ତାକୁ ଅପେକ୍ଷା କରନ୍ତୁ, ସେ ନିଶ୍ଚେ ଦିନେ ନା ଦିନେ ଆପଣଙ୍କୁ ସଫଳତାର ରାସ୍ତା ଦେଖାଇବାକୁ ଲାଗିବ। ନମ୍ବର 5, ସବୁବେଳେ କୌଣସି କଥାକୁ ଭାବି ଚିନ୍ତିକି ହିଁ କୁହନ୍ତୁ, ନଚେତ୍ ସେଠାରେ ଆପଣଙ୍କୁ ଲୋକମାନେ ଦୁର୍ବଳତା ବୋଲି ଭାବିବେ ଏବଂ ସ୍ୱୀକାର ମଧ୍ୟ କରିବାକୁ ଲାଗିବେ। ସଫଳତା ଦ୍ୱାରା କୁହାଯାଇଥିବା ଶବ୍ଦ ଆମର ସବୁ ଖାନଦାନକୁ ପରିଶ୍ରମର ଫଳ ବୋଲି ଭାବି ନେଇଥାଏ ଏବଂ ଏହା ଆମର ଆତ୍ମବିଶ୍ୱାସକୁ ମଧ୍ୟ କମାଇ ଦେଇଥାଏ। ଧରିନିଅ ସାଙ୍ଗମାନେ, ଆପଣ କୌଣସି କଥାକୁ ଏକ ଲୋକକୁ କହୁଛନ୍ତି, ତେବେ ସେଥିରେ ଭାଷା କିମ୍ବା ନକାରାତ୍ମକ ଶବ୍ଦ ବ୍ୟବହାର କରି କହିବା ଜମାରୁ ଉଚିତ ବି ନୁହେଁ। ଆପଣ କହିବା ବେଳେ ଶବ୍ଦକୁ ଠିକ୍ସେ କୁହନ୍ତୁ, ଯେମିତି ସେଥିରେ କିଛି ବି ଜିନିଷ କିମ୍ବା ଭାଷା ନଥିବା ଦରକାର ଅଟେ। ଯଦି ଆମେ ଏପରି କୌଣସି ଲୋକଙ୍କ ସାଙ୍ଗରେ ଜୀବନ କାଟିବାକୁ ଚାହିଁଥାନ୍ତି, ଯାହା ଫଳରେ ସେମାନଙ୍କର କୌଣସି ଲକ୍ଷ୍ୟ ବି ନଥାଏ, ଆଉ ଆମେ ଯଦି ତା ସାଙ୍ଗରେ ମିଶିବା, ତେବେ ସେଠାରେ ଆମର ମୂଲ୍ୟ କମ୍ ହେବାରେ ଲାଗିବ। ସାଙ୍ଗମାନେ, ଆଉ ଗୋଟିଏ କଥା ମୁଁ କହିବି ଯେ ଏହି ଦୁନିଆରେ କାହାକୁ ବି ବିଶ୍ୱାସ କରିବା ଉଚିତ ନୁହେଁ। ସେ ନିଜ ଲୋକ ହେଉ କିମ୍ବା ପରଲୋକ ହେଉ। ଏଥିରେ ତ ନିଜ ଲୋକମାନେ ହିଁ ଆମର ବିଶ୍ୱାସରେ ବିଷ ଦେଇଥାନ୍ତି। ସେଥିପାଇଁ ଦୁନିଆଟା ହିଁ ଅଜବ। ତେଣୁ ପରଲୋକଙ୍କୁ ମଧ୍ୟ ବିଶ୍ୱାସ କରନ୍ତୁ ନାହିଁ। ସେଥିରେ ଆପଣମାନେ ବି ବହୁତ ପ୍ରକାର ଜାଲରେ ଫସିଯାଇପାରନ୍ତି, ଯାହା ଫଳରେ ଆପଣ ସେହି ଜାଲରୁ ଫେରିବା ତ ଦୂରର କଥା, ପାଇପାରିବେ ମଧ୍ୟ ନାହିଁ। ଆପଣ ସର୍ବଦା ଯେଉଁ ବି ଜିନିଷ କରିବାକୁ ଚାହୁଁଛନ୍ତି, ତେବେ ସବୁବେଳେ ବଡ଼ ଜିନିଷ ହିଁ ଭାବନ୍ତୁ, ଯାହା ଫଳରେ ଆପଣ ସେହି ଜିନିଷ କରିବାକୁ ବାଧ୍ୟ ହେବାକୁ ଲାଗିବେ। ଏମିତିକି ନୁହେଁ ଗୋଟେ ମାସ, 2 ମାସ, 3 ମାସ ମଧ୍ୟ ଲାଗିପାରେ କିମ୍ବା 1 ଇୟର ମଧ୍ୟ ଲାଗିପାରେ, ବଟ୍ ଆପଣମାନେ ସବୁବେଳେ ଧୈର୍ଯ୍ୟ ହିଁ ରଖିବେ। କାରଣ ଧୈର୍ଯ୍ୟ ହିଁ ଆପଣଙ୍କୁ ସଫଳତାର ମାର୍ଗ ଦେଖାଇବାକୁ ଚେଷ୍ଟା କରିଥାଏ। ଯଦି ଆମେ କୌଣସି ଏକ ଛୋଟ ବସ୍ତୁ ଉପରେ ସେହି ଆତ୍ମବିଶ୍ୱାସ ରଖିବା, ତେବେ ଆମେ କୌଣସି ଜିନିଷରେ ମଧ୍ୟ ସକ୍ସେସ୍ ହେଇପାରିବା ନାହିଁ। ତେଣୁ ସବୁବେଳେ ଆପଣଙ୍କୁ ନିଜର ଭବିଷ୍ୟତ ପଛରେ ଗୋଡ଼େଇବାକୁ ପଡ଼ିବ ଏବଂ ତାହା ପାଇଁ ବହୁତ ବଡ଼ ବଡ଼ ସ୍ୱପ୍ନ ମଧ୍ୟ ଦେଖିବାକୁ ପଡ଼ିବ।
ନଚେତ୍ ଆପଣ କୌଣସି ବି କାମରେ ଉନ୍ନତି କରିପାରିବେ ନାହିଁ। ସାଙ୍ଗମାନେ, ମୁଁ କହିବା କଥା ହେଲା, ଯଦି ଆପଣ ବଡ଼ ବଡ଼ ସ୍ୱପ୍ନ ନ ଦେଖିବେ, ତେବେ ଆପଣ କୌଣସି ବି କାମରେ କିମ୍ବା କୌଣସି ବି କାମ କରିବାକୁ ଯାଉଛନ୍ତି, ତେବେ ଆପଣ ସେହି କାମରେ କେବେ ବି ଉନ୍ନତି ସାଧନ କରିପାରିବେ ନାହିଁ। ସାଙ୍ଗମାନେ, ସ୍ୱପ୍ନ ଦେଖିବା ଭୁଲ ନୁହେଁ। ସ୍ୱପ୍ନ ଦେଖିବା ଆମ ଜୀବନ ପାଇଁ ଗୋଟିଏ ବଡ଼ ଉପହାର ହୋଇଥାଏ, ଯାହାକି ଦିନେ ନା ଦିନେ ଆମେ ତାକୁ ପାଇବାକୁ ହିଁ ଚେଷ୍ଟା କରିଥାଉ। କିନ୍ତୁ ତା ପାଇଁ ସମୟକୁ ଅପେକ୍ଷା କରିବାକୁ ପଡ଼ିଥାଏ, ଆଉ ଅନେକ ପ୍ରକାର ଧୈର୍ଯ୍ୟ ମଧ୍ୟ ରଖିବାକୁ ପଡ଼ିଥାଏ। ତାହେଲେ ଯାଇକି ଆମେ ସେହି ଜିନିଷକୁ ପାଇପାରିବା। ତ ସାଙ୍ଗମାନେ, ଆଜିର ଏହି ଭିଡ଼ିଓରେ ଆମେ ଜାଣିଲେ କି ଚତୁର ହେବାର 5ଟି ଶିକ୍ଷା କ'ଣ କ'ଣ। ତ ଚାଲନ୍ତୁ ସାଙ୍ଗମାନେ, ଆଜିର ଭିଡ଼ିଓକୁ ଏଇଠି ହିଁ ଷ୍ଟପ୍ କରିବା। ତ ଦେଖା ହେବା ପୁଣି ଏକ ନୂଆ ଭିଡ଼ିଓରେ। ତ ସେତିକି ଯାଇ ରହୁଛି। ଧନ୍ୟବାଦ। ସାଙ୍ଗମାନେ, ଏହି ଭିଡ଼ିଓରେ ମୋର ଆପଣଙ୍କୁ ବାସ୍ ଗୋଟିଏ ହିଁ ରିକ୍ୱେଷ୍ଟ, ଯଦି ଭିଡ଼ିଓଟି ଆପଣଙ୍କୁ ବହୁତ ଭଲ ଲାଗିଲା, ତେବେ ଭିଡ଼ିଓକୁ ଗୋଟିଏ ସବସ୍କ୍ରାଇବ୍ କରି କିମ୍ବା ଚ୍ୟାନେଲକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରିକି ରଖିବେ, ଯାହା ଫଳରେ କି ମୁଁ ଭିଡ଼ିଓ ଛାଡ଼ିଲା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଜରିଆରେ ପହଞ୍ଚି ପାରିବ। ଆଉ ହଁ ସାଙ୍ଗମାନେ, ଯଦି ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା କହିବେ, ତାହା ମଧ୍ୟ ମୋତେ କମେଣ୍ଟ ବକ୍ସରେ ଜଣାଇବେ। ତ ଭିଡ଼ିଓକୁ ଅଧିକ ମାତ୍ରାରେ ସେୟାର ମଧ୍ୟ କରିବାକୁ ଭୁଲିବେ ନାହିଁ। ରହୁଛି। ଜୟ ଜଗନ୍ନାଥ।